ଭୋଜି ଭୋଜି କ'ଣ ଯାତ୍ରା ବାଟିରେ ଦେବ? ଯାତ୍ରା ବାଟି ବାଲା ଖାଇବାକୁ ପାଉନାହାନ୍ତି? ଯାତ୍ରା ବାଟି ବାଲା ଖାଇବାକୁ ପାଉନାହାନ୍ତି, ତାକୁ ଭୋଜି ଦେବ? କିଏ ଖାଇବାକୁ ପାଉନି? କାହା ଘରେ ଖାଇବାକୁ ନାହିଁ? କାହିଁ ଖାଇବାକୁ ଦେବ? ପୁଅ ବାହାଘର ହେଉଛି, ଝିଅ ବାହାଘର ହେଉଛି, ଭୋଜି କାହାକୁ ଦେବ? କାହିଁ ଦେବ? କ'ଣ ଦରକାର? କେବଳ ନିଜର ପରିଚୟ ସୃଷ୍ଟି କରିବା ପାଇଁ, ଯେ ମୋତେ ଲୋକ ଚିହ୍ନନ୍ତୁ, ଆହୁରି ଚିହ୍ନନ୍ତୁ, ଅଧିକା ଚିହ୍ନନ୍ତୁ, ଅଧିକା ଜାଣନ୍ତୁ, ଆଉ ମୁଁ ଆଉ ଟିକେ ଅଧିକା ପଇସା ରୋଜଗାର କରେ। ପ୍ରଥମ କଥା ହେଲା ନାଟକର ଅର୍ଥ ହିଁ ଅଲଗା। ନାଟକ ମାନେ ନୁହେଁ ଯେ ରାତିଯାକ ଅନିଦ୍ରା ହେଇଯିବା, ଆସି କିଛି ହୋହାଲ୍ଲା କରିଦେବା, ଦେଖିଦେବା, ପଳେଇ ଚେୟାର ଫୋପାଡ଼ିଦେବା, ବୋତଲ ଫୋପାଡ଼ିଦେବା, ୟାକୁ ନାଟକ କୁହନ୍ତିନି। ମୁଁ ମାନେନି ୟାକୁ ନାଟକ ବୋଲି। ନାଟକ ଅର୍ଥ ହେଉଛି ଯେଉଁଠି କାହାଣୀ ଦମଦାର ଥିବ, ସଂଳାପର ଅର୍ଥ ଥିବ, ମାନେ ଥିବ, ଆଉ କଳାକାରମାନଙ୍କର ଅଭିନୟ ଥିବ, ପ୍ରକୃତ ଅଭିନୟ। ଅଭିନୟ ମାନେ ନୁହେଁ ଯେ ଗୋଟେ କ'ଣ ଗୋଟେ ଅଧିକା କରିଦେବା, ନା, ଯେଉଁଟା କମ୍ରେ ହୁଏ ତାକୁ ଅଭିନୟ କୁହାଯାଏ, ଯେଉଁଟା ଅଧିକା ହୁଏ ତାକୁ ଅଭିନୟ କୁହାଯାଏନି। ତେଣୁ ମୁଁ ଓଭରାଲ୍ ଦୃଷ୍ଟି ଦିଏ ନାଟକର କାହାଣୀ ପ୍ରତି। ଆଜି ଯେଉଁ ନାଟକ ମୋର ପାପ ଜାଣିନି କି ପୁଣ୍ୟ ଜାଣିନି, ଏ କାହାଣୀ ଯାତ୍ରା ଜଗତରେ ସମ୍ପୂର୍ଣ୍ଣ ନିଆରା କାହାଣୀ। ଆଉ ସତ୍ୟଜନାଙ୍କର ଏ ପରିକଳ୍ପନା ଯେ ନାଇଁ ସାର୍ ଗୋଟେ ଏମିତି କାହାଣୀ ହେବା ଦରକାର ଯେମିତି ଲୋକ କହିବେ ନାଇଁ ଅନ୍ୟ କେଉଁ ପାର୍ଟିରେ ଏମିତି ନାଟକ ଆମେ ଦେଖିନୁ। ତେଣୁ ମୁଁ ସେଥିପାଇଁ ଗୋଟେ କାହାଣୀ ତିଆରି କରିଛି। ଆଉ ଏ କାହାଣୀ ପ୍ରାୟ ଆପଣ ଅନ୍ୟ କେଉଁ ପାର୍ଟିରେ ପାଇବେନି। ତେଣୁ ଥରେ ଦେଖନ୍ତୁ ଏ କାହାଣୀକୁ, ତାପରେ ଜାଣିପାରିବେ ଯେ କାହିଁକି ମୁଁ କହିବି ଏଇଟା ନିଆରା କାହାଣୀ। କାହାଣୀ ପ୍ରତ୍ୟେକ ରହୁଛି, ନାଟକ ମାନଙ୍କରେ କାହାଣୀ ରହୁଛି, ଯେଉଁ କାହାଣୀ କି ଲୋକମାନେ ଦେଖୁଛନ୍ତି, ଉତ୍ତ୍ୟକ୍ତ ଷ୍ଟେଜ ଉପରକୁ ଚେୟାର ମଧ୍ୟ ଫୋପାଡୁଛନ୍ତି, ଏତେ ଆକୃଷ୍ଟ କରୁଛି କାହାଣୀ ଗୁଡ଼ାକ। ସେଗୁଡ଼ାକ ମାନେ କ'ଣ କଣ୍ଟ୍ରୋଭର୍ସି ପାଇଁ କରୁଛନ୍ତି ନା? ଭୁଲ ଧାରଣା। କେବେ କୌଣସି ଲୋକ ଉତ୍ତ୍ୟକ୍ତ ହେଇକିରି କେବେ କେଉଁଠି ଚେୟାର ଫୋପାଡ଼ି ନାହାନ୍ତି। ଆଜିକୁ ମୁଁ ଦେଖିବାରେ 50 ବର୍ଷ ହେଇଗଲା, କେବେ କୌଣସି ଦର୍ଶକ ଚେୟାର ପକାଇ ନାହାନ୍ତି, ଟେକା ମାରି ନାହାନ୍ତି, କିଛି କରିନାହାନ୍ତି। ସେତେବେଳେ କ'ଣ କଳାକାର ନଥିଲେ ନା କାହାଣୀ ନଥିଲା? ବର୍ତ୍ତମାନ ଏସବୁ ପ୍ରାୟୋଜିତ କରାଯାଉଛି, ଲୋକ ଠିକ୍ କରାଯାଉଛି ଯେ ଏମିତି କଲେ ଆମ ନାଟକ ହିଟ୍ ହେବ। କାହିଁକିନା କାହାଣୀକାର ସେମାନେ ନିଜର ପରିଚୟ ଚେୟାର ଫୋପାଡ଼ିବା ଦ୍ୱାରା ଚିନ୍ତା କରୁଛନ୍ତି, କିନ୍ତୁ ଆକ୍ଚୁଆଲି ଏସବୁ ପ୍ରାୟୋଜିତ। ମୁଁ ଜାଣିଛି, ତା ପ୍ରମାଣ ମୋ ପାଖରେ ଅଛି। କିନ୍ତୁ ପ୍ରକୃତରେ ଯେଉଁମାନେ ପ୍ରକୃତ ଦର୍ଶକ, ସେମାନେ କେବେ ଉତ୍ତ୍ୟକ୍ତ ହେଇ ଚେୟାର ପକାଇବେନି, କେବେ ବି ନିଜ ଭିତରେ ମନ ଭିତରେ। ଆଚ୍ଛା, ଯଦି କାନ୍ଦିବେ, ଯଦି ରାଗିକିରି ଚେୟାର ପକାଉଛନ୍ତି, ତାହେଲେ କାନ୍ଦିକିରି ଭେଁ ଭେଁ କାନ୍ଦୁନାହାନ୍ତି ଷ୍ଟେଜ୍ ଉପରେ ଯାଇକିରି।